କଥାରେ ଅଛି, ଜଣେ ଦୋଷୀ ବରଂ ଖସି ଯାଉ କିନ୍ତୁ ଜଣେ ନିର୍ଦ୍ଦୋଷୀ ଦଣ୍ଡ ନ ପାଉ। ଆଜିକାଲି ସବୁଠି ପ୍ରତ୍ୟେକ ଗାଁ ଗାଁରେ କୌଣସି କାରଣ ପାଇଁ ଝଗଡ଼ା କି ମାଡ଼ପିଟ ହେଲା ବେଳକୁ ସେଠାରେ ରହୁଥିବା ଲୋକମାନେ ତିନି ଭାଗ ହୋଇଯାଉଛନ୍ତି। ଭାଗେ ଅନ୍ୟାୟକୁ ସମର୍ଥନ କରୁଥିଲା ବେଳେ ଭାଗେ ନ୍ୟାୟକୁ ସମର୍ଥନ କରୁଛନ୍ତି। ଆଉ ଭାଗେ ସେଠାରେ ରହି କେବଳ ଝଗଡ଼ା ଓ ମାଡ଼ପିଟର ମଜା ଦେଖୁଥାନ୍ତି। ନା ସେମାନେ ଅନ୍ୟାୟ ବିରୁଦ୍ଧରେ କିଛି କୁହନ୍ତି, ନା ସେମାନେ ନ୍ୟାୟ ସପକ୍ଷରେ କିଛି କୁହନ୍ତି। ସେମାନେ କାହା ପାଖରେ ଅପ୍ରିୟ ହେବାକୁ ଚାହାନ୍ତି ନାହିଁ। ନିଜର ସ୍ୱାର୍ଥ ପାଇଁ ସେ କାହା ପାଖରେ ଚିହ୍ନା ପଡ଼ିବାକୁ ଚାହାନ୍ତି ନାହିଁ। ସମସ୍ତେ ଯଦି ଅନ୍ୟାୟ କରୁଥିବା ଲୋକ ଭୁଲ କରୁଥିବା ଲୋକକୁ ବିରୋଧ କରନ୍ତେ, ତେବେ ଅନ୍ୟାୟ କରୁଥିବା ଲୋକ ଅନୁତାପ କରନ୍ତା। ସେ ପୁନର୍ବାର ଅନ୍ୟାୟ କି ଦୋଷ କରନ୍ତା ନାହିଁ। ତେଣୁ ଯେହେତୁ ତାକୁ କେହି ବିରୋଧ କରୁନାହାନ୍ତି, ତେଣୁ ସେ ଭାବୁଛି ମୁଁ ଯାହା କରୁଛି ବୋଧହୁଏ ଠିକ୍ କରୁଛି। ଆଗାମୀ ଦିନରେ ପୁନର୍ବାର କରିବା ପାଇଁ ସେ ମନ ବଳାଉଛି।